ଏକ ସମ୍ବେଦନଶୀଳ ବୁଲେଟିନ୍ ଉପରେ ନଜର ପକାଇବା। ଗଛ କରଡ଼ରେ ବିତିଲା 20 ଘଣ୍ଟା। ଭରା ନଈରୁ ଉଦ୍ଧାର ହେଲେ 45 ବର୍ଷୀୟ ବ୍ୟକ୍ତି। ଉଦ୍ଧାରକାରୀଙ୍କୁ କୃତଜ୍ଞତା ଜଣାଇଲେ ଗ୍ରାମବାସୀ। ଚାଷ ଜମି ନିକଟରେ ରହିଥିବା ପଟେରୁ ନଦୀ ତଟରେ ମାଛ ଧରିବା ଡଙ୍ଗା ରହିଥିଲା ବେଳେ ଲଗାଣ ବର୍ଷା ଯୋଗୁଁ ଡଙ୍ଗାଟିକୁ ପାଣିରୁ ବାହାର କରିବାକୁ ଯାଇ ଭରା ନଈରେ ଫସିଗଲେ ବୃଦ୍ଧା। ତେବେ ପ୍ରାୟ 20 ଘଣ୍ଟା ପରେ ବୃଦ୍ଧା ଜଣକୁ ଉଦ୍ଧାର କରାଯାଇଥିବା ବେଳେ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ମୁତାବକ ଗତକାଲି ସକାଳ ସମୟରେ ଗିରିକାନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁରୁବାନପଲ୍ଲୀ ଗ୍ରାମର ଇର୍ମାମାଡକାମି ନାମକ ଜଣେ ବ୍ୟକ୍ତି ପଟେରୁ ନଦୀ କୂଳରେ ଥିବା ନିଜର ମାଛ ଧରା ଡଙ୍ଗା ଆଣିବାକୁ ଯାଇଥିଲେ। ଚାଷ ଜମି ନିକଟରୁ ପ୍ରାୟ 100 ମିଟର ଦୂରରେ ରହିଥିବା ଏହି ଡଙ୍ଗାକୁ ଆଣିବାକୁ ଯିବାବେଳେ ଜଳସ୍ତର ଅପେକ୍ଷା କୃତ ଧୀର ଥିବାବେଳେ ଡଙ୍ଗାଟିକୁ ନେଇ ଫେରିବା ବେଳେ ସ୍ରୋତର ଗତି କ୍ଷିପ୍ର ହୋଇଯିବାରୁ ଆଉ ଫେରି ପାରିନଥିଲେ, ଯାହାଫଳରେ ସମୟକ୍ରମେ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଡଙ୍ଗାକୁ ଛାଡ଼ି ବ୍ୟକ୍ତି ଜଣକ ଏକ ବିଜା ଗଛର 2 ଡାଳ କରଡ଼ରେ ରହିଥିଲେ। ଏହାପରେ ସ୍ଥାନୀୟ ଲୋକେ ପଡ଼ିଆ ଅଗ୍ନିଶମ ବ୍ଲକ ପୋଲିସ ପ୍ରଶାସନକୁ ଜଣାଇଥିଲେ। ତେବେ ସେହି ସମୟରେ ବ୍ଲକ ସଦର ମହକୁମାରୁ ବିଭିନ୍ନ ସ୍ଥାନକୁ ଯାତାୟାତ ହୋଇପାରୁନଥିବାରୁ ରାତ୍ରି ପ୍ରାୟ 9ଟା ବେଳେ ପଡ଼ିଆ ବିଡ଼ିଓଙ୍କ ନିର୍ଦ୍ଦେଶକ୍ରମେ ଗିରିକାନପଲ୍ଲୀ ପଞ୍ଚାୟତ ସରପଞ୍ଚ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏନ୍ ଋଷିରାଓ, ବିଭିନ୍ନ ପ୍ରଶାସନିକ ଅଧିକାରୀ, ପଡ଼ିଆ ଥାନା ଏସ୍ଆଇ ନିରୋଧ କୁମାର ବାଗ ଓ ଓଏଏସ୍ଆଇ ସଦାଶିବ ପୂଜାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପାଣି ଘେରାରେ ରହିଥିବା ଇର୍ମାକୁ ଚିହ୍ନଟ କରିଥିଲେ। ଏହାପରେ ରାତ୍ରି 11ଟାରୁ ପଡ଼ିଆ ଅଗ୍ନିଶମ ଅଧିକାରୀ ଅଗାଡ଼ି ଗଣେଶ ପାତ୍ର, ନିରଞ୍ଜନ ପାଇକରାୟ, ସୁଶାନ୍ତ କୁମାର ସାହୁ ସମେତ 5 ସିପାହୀ ଓ କୋରାପୁଟରୁ ଆସିଥିବା ଓଡ୍ରାଫ୍ ଟିମ୍ର ମିଳିତ ସହଯୋଗରେ ଦୀର୍ଘ 6 ଘଣ୍ଟାର କସରତ ପରେ କ୍ଷିପ୍ର ଜଳ ମଧ୍ୟରୁ ଇର୍ମାକୁ ଉଦ୍ଧାର କରାଯାଇଥିଲା। ଏହାପରେ ଆଜି ସକାଳ ପ୍ରାୟ 6ଟା ବେଳେ ଇର୍ମାକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ସହ ସୁସ୍ଥ ଅବସ୍ଥାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟପଟେ ବନ୍ୟା ସ୍ଥିତିର ପଟେରୁ ନଦୀର କ୍ଷିପ୍ର ଜଳସ୍ରୋତ ମଧ୍ୟରୁ ଜୀବନକୁ ବାଜି ଲଗାଇ ଇର୍ମାର ଜୀବନ ଉଦ୍ଧାର ଲାଗି ପରିବାର ସମ୍ପର୍କୀୟ ସମେତ ସ୍ଥାନୀୟ ସରପଞ୍ଚ ଓ ବୁଦ୍ଧିଜୀବୀ ପ୍ରଶାସନର ସହଯୋଗରେ ଅଗ୍ନିଶମ, ଓଡ୍ରାଫ୍ ଓ ପୋଲିସ ବିଭାଗରୁ ଏଭଳି ଦୁଃସାହସ କାର୍ଯ୍ୟ ଲାଗି କୃତଜ୍ଞତା ଜଣାଇଛନ୍ତି। ମାଲକାନଗିରି ଜିଲ୍ଲାରୁ ଚିନା ବାବୁ ମାଦ୍ରିଙ୍କ ରିପୋର୍ଟ, ଲାଇଭ୍ କଳିଙ୍ଗ ଖବର।